हेलो एवरीवन वेलकम टू जीकेसी आईक्यू। এই ভিডিওରେ ଆମେ ଜାଣିବା କି ଯେଉଁମାନେ ଆନ୍ଧ୍ର ବିଇଡ଼ି କିମ୍ବା ବାହାରେ ବିଇଡ଼ି କରିଛନ୍ତି ଆଉ ତାଙ୍କ ସାର୍ଟିଫିକେଟ୍ରେ ଯଦି ପ୍ରାକ୍ଟିକାଲ ମାର୍କ ଆଉ ଥିଓରି ମାର୍କ ଅନ୍ୟ ଜାଗାରେ ଲେଖାଯାଇଛି ତ ଆପଣ କେମିତି କାଲକୁଲେଟ୍ କରିବେ ସେଇ ମାର୍କକୁ ଆଉ ଜାଣିପାରିବେ ଆପଣ ପରସେଣ୍ଟେଜ୍ କେତେ ରଖିଛନ୍ତି এই ଭିଡ଼ିଓରେ ମୁଁ ଜଣାଇବି। ତ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ପ୍ରଥମେ ଆପଣ କ'ଣ କରିବେ ନା ଯେଉଁ ଥିଓରି ସିଜିପିଏ ଦିଆଯାଇଛି ଆଉ ପ୍ରାକ୍ଟିକାଲ ସିଜିପିଏ ଦିଆହେଇଛି ତାକୁ ଆପଣ ଗୁଣନ 10 କରିକି ଫାଷ୍ଟ ବାହାର କରିନେବେ କେତେ ପରସେଣ୍ଟେଜ୍ ହେଉଛି କିମ୍ବା ଆପଣଙ୍କ ସାର୍ଟିଫିକେଟ୍ରେ ମଧ୍ୟ ଦେଇଥାଏ ଏଇଟା ଯେଉଁଟାକି ଆପଣ ଦେଖିପାରୁଥିବେ ତଳେ କି ଏଇ ପିଲାର ଆପଣଙ୍କର ଦେଇଛି କେତେ ପରସେଣ୍ଟେଜ୍ ସିଜିପିଏ ଥିଓରିରେ ରହିଛି ଆଉ ପ୍ରାକ୍ଟିକାଲରେ କେତେ ରହିଛି ଏଠାରେ ଦେଇଛି। ତ ପ୍ରଥମ କାମ ହେଉଛି ଆପଣଙ୍କର ଯୋଗ କରିବା। ତ ଯେଉଁ ପରସେଣ୍ଟେଜ୍ ପ୍ରାକ୍ଟିକାଲ ଓ ଥିଓରିରେ ଆପଣଙ୍କର ରହିଛି ସେଟାକୁ ଆପଣ ଯୋଗ କରିଦେବାର ଅଛି। ତ ଟୋଟାଲ୍ ଆପଣ ଯେତେବେଳେ ଯୋଗ କରିବେ ଏଇ ପିଲାର ତ 160 ହେଲା। ତ 160 ହେଲା ପରେ ଆପଣ କ'ଣ କରିବେ ନା 2ରେ ହରଣ କରିବାର ଅଛି। ଯୋଗ କରିବେ ତାପରେ ହରଣ କରିବେ। ହରଣ କଲା ପରେ ଆପଣ ଦେଖନ୍ତୁ ଏଠାରେ 80 ଆସିଲା। এই 80 ହେଉଛି ଆପଣଙ୍କର ପରସେଣ୍ଟେଜ୍। ଠିକ୍ ଅଛି। এই 80% ହେଉଛି ଯାହା ବାହାରିବ ସେଇଟା ଆପଣଙ୍କର ପରସେଣ୍ଟେଜ୍ ହେଇଯିବ। ତା ପରବର୍ତ୍ତୀ କାମ କ'ଣ ନା ଆପଣଙ୍କର 80% ହେଲା ତ ଆପଣ 22ରେ ଗୁଣନ କରିକି ନିଜର ମାର୍କକୁ ପାଇପାରିବେ। ମାନେ କ'ଣ କି ଆପଣଙ୍କ ଆନ୍ଧ୍ର ବିଇଡ଼ିରେ ମୁଖ୍ୟତଃ 2200 ମାର୍କ ପରୀକ୍ଷା ହେଇଥାଏ। ତ 80 ଗୁଣନ 22 କଲା ପରେ ଆପଣଙ୍କର ମାର୍କ ଆସିଯିବ। ଯେ ଯାହା ଆସିବ ତାହା ଆପଣ ଆପ୍ଲାଏ କଲା ଟାଇମ୍ରେ ଦେଇପାରିବେ। ତ ଏହା ଥିଲା ଗୋଟେ ଛୋଟିଆ ଭିଡ଼ିଓ ଯେଉଁଟାକି ଆପଣଙ୍କର ଯେଉଁ ବି କନଫ୍ୟୁଜନ୍ ଥିଲା ଏହି ଭିଡ଼ିଓ ରିଲେଟେଡ୍ ମୁଁ କ୍ଲିୟର କରିଛି ବୋଲି ଆଶା କରୁଛି। ଯଦି ଭିଡ଼ିଓ ପସନ୍ଦ ଲାଗିଛି ଲାଇକ୍ କରିକି ସେୟାର କରିନେବେ। ଚ୍ୟାନେଲକୁ ଯଦି ନୂଆ ଦେଖୁଛନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାନ୍ତୁ। ଧନ୍ୟବାଦ।